ଆଜ୍ଞା ହଁ ଫ୍ରେଣ୍ଡସ୍, ବର୍ତ୍ତମାନ ସୋସିଆଲ ମିଡିଆରେ ତୁଳସୀ ଗନ୍ନାଟିର ଚର୍ଚ୍ଚିତ ଯୋଡ଼ି ସାଇ ପାୟଲଙ୍କୁ ନେଇ ଚର୍ଚ୍ଚା। ମୁଁ ତା ଉପରେ କେମିତି ହକ୍ ଦେଖେଇ ପାରିବି, ଯିଏ ମୋ କଷ୍ଟ, ମୋ ଯନ୍ତ୍ରଣା, ମୋ ଭଲ ପାଇବାକୁ ମୋ ଆଖିରେ, ମୋ କଥାରେ ପଢି ପାରୁନି। ଏପଟେ ସାଇ ସତ୍ୟଜିତ ପଣ୍ଡା ନୂଆ ନୂଆ ପ୍ରୋଜେକ୍ଟରେ ନଜର ଆସୁଥିଲା ବେଳେ ମନ୍ଦିରରେ କାହା ପାଇଁ ମାନସିକ କରୁଛନ୍ତି ପାୟଲ, ଏ ନେଇ ସମସ୍ତଙ୍କର ରହିଛି ଭିନ୍ନ ଭିନ୍ନ ମତ। ଯାତ୍ରା ଜଗତର ଏହି ଚର୍ଚ୍ଚିତ ଯୋଡ଼ି ସାଇ ଓ ପାୟଲ ନିଜ ନିଜ ସୋସିଆଲ ହ୍ୟାଣ୍ଡେଲରେ କରିଥିବା ବର୍ତ୍ତମାନର ପୋଷ୍ଟକୁ ନେଇ ଦର୍ଶକମାନଙ୍କ ମନରେ ଗୋଟିଏ ପ୍ରଶ୍ନ, ପ୍ରକୃତରେ କ'ଣ ହେଇଛି? ଏପଟେ ସାଇ ସତ୍ୟଜିତ ନୂଆ ନୂଆ ପ୍ରୋଜେକ୍ଟରେ ବିଜି ରହିଥିଲା ବେଳେ ହଠାତ୍ ତାଙ୍କର ଏ ପୋଷ୍ଟ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୋ ଚରିତ୍ରର ଚର୍ଚ୍ଚା କରୁଥିବା ଲୋକେ ସାବଧାନ, ତୁମ ଘରର ରହସ୍ୟ ଖୋଲିଲେ ଘୋଡ଼ାଇବାକୁ କପଡ଼ା କମ୍ ପଡ଼ିଯିବ। ଏପଟେ ପାୟଲ ମଧ୍ୟ ତାଙ୍କ ନିଜ ପୋଷ୍ଟରେ ଏକ କବିତାକୁ ତାଙ୍କ ଅତୀତ ସହିତ ତୁଳନା କରି କ'ଣ କହିବାକୁ ଚାହୁଁଛନ୍ତି? ମୁଁ ତା ଉପରେ କେମିତି ହକ୍ ଦେଖେଇ ପାରିବି, ଯିଏ ମୋ କଷ୍ଟ, ମୋ ଯନ୍ତ୍ରଣା, ମୋ ଭଲ ପାଇବାକୁ ମୋ ଆଖିରେ, ମୋ କଥାରେ ପଢି ପାରୁନି। ମୁଁ ତାକୁ ମୋ ଲୁହରେ କେମିତି ନିଜର କରିପାରିବି? ଦର୍ଶକମାନଙ୍କ ମନରେ ଭିନ୍ନ ଭିନ୍ନ କଥା, ଭିନ୍ନ ଭିନ୍ନ ମତ ଆସୁଥିଲା ବେଳେ ଏ ନେଇ ସାଇ ଓ ପାୟଲ ଏତେ ପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରତିକ୍ରିୟା ରଖିନାହାନ୍ତି। ଯାତ୍ରା ଜଗତର ଚର୍ଚ୍ଚିତ ଯୋଡ଼ି ସାଇ ଓ ପାୟଲଙ୍କ ମଧ୍ୟରେ ସାଇଙ୍କର ନୂଆ ନୂଆ ପ୍ରୋଜେକ୍ଟ ସାଇ ଓ ପାୟଲଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବନି ତ? ଆପଣଙ୍କର ମତ କ'ଣ ରହିଛି ଏ ନେଇ ନିହାତି ଭାବେ ମତାମତ ଆପଣମାନେ ଜଣାଇ ପାରିବେ।